ଆଉ ଯୋଉ ବିଜୁ ବାବୁଙ୍କ ଦେହାନ୍ତ ପରେ ଯେତେବେଳେ ତାଙ୍କ ପୁଅ ମାନେ ବିଜୁ ଜନତା ଦଳ ଗଠନ କଲେ, ଆପଣ ପ୍ରଥମରେ କାହିଁକି ଯୋଗ ଦେଲେନି? କହିଲେ ଏଇଟା ଗୋଟେ କ'ଣ ପାର୍ଟି ହବ, ମୁଁ କାହିଁ ଯୋଗ ଦେବି? ତାପରେ ଆପଣ ଜଏନ୍ ଶୁଣନ୍ତୁ, କଲେ। ହୁଁ ମୁଁ କହୁଥିଲି ବିଜୁ ବାବୁଙ୍କର ଡେଡ୍ ବଡି ଯେତେବେଳେ ଆସିଲା ହୁଁ ସ୍ୱର୍ଗଦ୍ୱାରକୁ ନେଲା ବେଳେ ହୁଁ ଭୁବନେଶ୍ୱର ପୁରୀ ପର୍ଯ୍ୟନ୍ତ ହୁଁ 55 କିଲୋମିଟର ହୁଁ ରଥଦାଣ୍ଡ ହେଇଯାଇଥିଲା। ହୁଁ ଲକ୍ଷ ଲକ୍ଷ ଲୋକ ଲକ୍ଷ ଲକ୍ଷ ଲୋକ, ହଁ। ଜାଣିଥିବେ, ହୁଁ ହୁଁ ସ୍ୱର୍ଗଦ୍ୱାର ତାଙ୍କୁ ସମାଧି ଦିଆହେଲା। ହୁଁ ହେଲା ପରେ ଆମର ବିଜୟ ମହାପ୍ରସାଦ ଦଳରେ ଥିଲେ। ହୁଁ ସେଠି ସ୍ୱର୍ଗଦ୍ୱାରରେ ସଂସ୍କାର ହେଲା ପରେ ସିଏ ପୁରୀରୁ 31ଟା ପିତ୍ତଳ ଗଡ଼ୁ ନେଇକି ଆସିଲେ। ଆଚ୍ଛା। ଯେ କ'ଣ ପାଇଁ ନା 30ଟା ପିତ୍ତଳ ଗଡ଼ୁରେ ହୁଁ ଚିତାଭସ୍ମ 30ଟା ଜିଲ୍ଲାକୁ ଯିବ, ଗୋଟେ ଏଇଠି ରହିବ। ହୁଁ କିନ୍ତୁ ଯେତେବେଳେ ସ୍ୱର୍ଗତ ରାମକୃଷ୍ଣ ପଟ୍ଟନାୟକ, ଅଶୋକ ଦାସ ଓ ବିଜୟ ମହାପାତ୍ର ହୁଁ ଯାଇକି ଚିତାଭସ୍ମ ଆଣିବା କଥା କହିଲେ, ହୁଁ ତାଙ୍କ ବଡ଼ ପୁଅ ପ୍ରେମ ପଟ୍ଟନାୟକ ହୁଁ ଠୋସ୍ କିନି ମନା କରିଦେଲେ ହୁଁ ଯେ ଆମେ ଚିତାଭସ୍ମ କାହାକୁ ଦେବୁନୁ। ଆଚ୍ଛା। ଦେଲେ ନାହିଁ। ହଁ ହଁ ମୁଁ ଶୁଣିକରି ଏଉ ସିଂହ ଘରକୁ ପଠେଇ, କାହିଁକିନା ମୁଁ ଆକୁ ଚିହ୍ନି ନଥିଲି। ହୁଁ ହୁଁ ଏଉ ସିଂହ ଟେଲିଫୋନ୍ କଲେ ପ୍ରେମ ପଟ୍ଟନାୟକ, କହିଲେ ଡକ୍ଟର ରାଉତ ବିଜୁ ବାବୁଙ୍କର ଜଣେ ଅତ୍ୟନ୍ତ ଅନୁଗତ, ହୁଁ ସେ ଟିକେ ଆପଣଙ୍କ ସାଙ୍ଗରେ କଥା ନା ପଠାନ୍ତୁ। ମୁଁ ଗଲି ନବୀନ ନିବାସ, ମୁଁ ଆଗକୁ ତାଙ୍କୁ ଚିହ୍ନି ନାହିଁ। ହୁଁ ମୁଁ ଦେଖିଲି ବିଜୁ ବାବୁ ଯେଉଁ ସୋଫାରେ ବସନ୍ତି ହୁଁ ସେଇ ସୋଫାରେ ପ୍ରେମ ପଟ୍ଟନାୟକ ବସିଛନ୍ତି। ହୁଁ ଅନ୍ୟ ଜାଗାରେ ଗୀତା ମେହଟା ଏବଂ ନବୀନ ନିବାସ, ମୁଁ କାହାକୁ ଚିହ୍ନି ନାହିଁ। ହୁଁ ଯେହେତୁ ବିଜୁ ବାବୁଙ୍କ ସୋଫାରେ ବସେ, ମୁଁ ଭାବିଲି ସେଇ ତାଙ୍କ ପୁଅ। ହୁଁ ମୁଁ ଆଉ ସୋଫାରେ ନ ବସି ସିଏ ବସେ, ମୁଁ ଯାଇ ତା ପାଦ ତଳେ ବସିଲି। ହୁଁ ବସି ପିଲାଙ୍କ ଭଳିଆ କାନ୍ଦିଲି। ହୁଁ କାନ୍ଦିକରି କହିଲି ବିଜୁ ବାବୁ ପାରାଦୀପ କରିଥିଲେ ପ୍ରେମ ପଟ୍ଟନାୟକ ବସିଥିଲେ ସୋଫା ଉପରେ। ସୋଫା ଉପରେ, ଆଚ୍ଛା, ଆପଣ ତଳେ ବସି କାନ୍ଦିଲେ। ତାଙ୍କରି ପାଦ ପାଖରେ ବସିଲି, ଆଚ୍ଛା, ହଁ ହଁ। ତଳେ ବସିଲି। ହୁଁ ବସି କାନ୍ଦିକିରି କହିଲି ଯେ ବିଜୁ ବାବୁ ପାରାଦୀପ ବନ୍ଦର କରିଥିଲେ, ହୁଁ ଆଉ ଯଦି ତାଙ୍କର ଚିତାଭସ୍ମ ଟିକେ ପାରାଦୀପ ନ ଯିବ ହୁଁ ଆମର ଛାତି ଫାଟିଯିବ, ଟିକେ ଦୟାକରି ଚିତାଭସ୍ମ ଦିଅନ୍ତୁ। କାନ୍ଦିକିରି କହିଲି। ହୁଁ ପ୍ରେମ ପଟ୍ଟନାୟକ କହିଲେ ଯେ ଆମେ ଡିସାଇଡ୍ କରିଛୁ କାହାକୁ ଚିତାଭସ୍ମ ଦେବୁନୁ। ଆଚ୍ଛା। ଯେହେତୁ ତୁମେ କାନ୍ଦୁଛ, ଇଂରେଜରେ କହିଲେ, ଯେହେତୁ ସିନ୍ସ ୟୁ ଆର୍ କ୍ରାଇଂ, ହୁଁ I am asking Poppu and Navin, ହୁଁ he will take access in helicopter, I will immerse at Paradip. You tell me the site. ଆଚ୍ଛା। ମୋ ମନରେ ଗୋଟେ ଭିତରେ ସାନ୍ତ୍ୱନା ଆସିଲା। ହୁଁ ମୁଁ କହିଲି କିଏ ନେଲେ କ'ଣ ହେବ, ଚିତାଭସ୍ମଟା ତ ଯିବ। ହୁଁ ମୁଁ ସବୁ ତାଙ୍କୁ କହିଲି ସେଠି ବିଜୁ ମଇଦାନ ମୁଁ କରିଛି ସମୁଦ୍ର କୂଳକୁ ବାଲି ଦେହରେ, ହୁଁ ସେ ବିଜୁ ମଇଦାନ ପଛରେ ସେଇଠି ସମୁଦ୍ରରେ ପକାଇବି। ହୁଁ କହିକି ଆସିଲି, ଟେଲିଫୋନ୍ କରି ପାରାଦୀପ ଖବର ଦେଲି। ହୁଁ ନବୀନ ପଟ୍ଟନାୟକ ହେଲିକପ୍ଟର ଚିତାଭସ୍ମ ନେଇକରି ଗଲେ। ହୁଁ ଗଲାବେଳକୁ ପ୍ରାୟ ସେଠି 10,000 ଲୋକ ଗଦା ହେଇଥିଲେ। ଆଚ୍ଛା। ଚିତାଭସ୍ମ ସେଠି ପକେଇକି ଆସିଲେ। ହୁଁ ହୁଁ ଆସିଲା ପରେ ମାସେ ଖଣ୍ଡେ ଗଲା, ପାର୍ଟି ଅଫିସରେ ମିଟିଂ ଥାଏ। ହୁଁ ଅଶୋକ ଦାସ ସଭାପତି, ହୁଁ ସମସ୍ତେ ବସିଛନ୍ତି। ଦୈବ ଯୋଗକୁ ସେତେବେଳେ 95 ମସିହାରେ ମୁଁ ହାରିଥିଲି। ଆଚ୍ଛା। ମୁଁ କିନ୍ତୁ ସେଇଠି ଥାଏ। ହୁଁ ସେଠୁ ଆମେ ମିଟିଂ ବସିଲା ବେଳେ ବାଇ ଇଲେକ୍ସନ୍ ଡିକ୍ଲେୟାର ହେଇଗଲା। ହୁଁ କିଛି ଆଲୋଚନା ହେବା ପୂର୍ବରୁ ଅଶୋକ ଦାସ ହୁଁ ତାଙ୍କ ଡ୍ରରୁ ଗୋଟେ ଚିଠି ବାହାର କଲେ। ହୁଁ ଦୀର୍ଘ ଲେଖା ହେଇଛି। ସେ ଚିଠିଟାକୁ ପଢ଼ିଲେ ଖୋଲିକରି। ଲେଖା ହେଇଛି, ଡିଅର୍ ଶ୍ରୀ ଦାସ, ହୁଁ neither myself nor any of our family member ହୁଁ will join in Odisha politics. Don't disturb us. ଇତି ପ୍ରେମ ପଟ୍ଟନାୟକ। ଆଚ୍ଛା। ଇଏ ଚିଠିଟା ପଢ଼ୁ ପଢ଼ୁ ହୁଁ ସେଠି 2-3 ଜଣ ହୁଁ ହଠାତ୍ କହିଲେ ତାଙ୍କ ନାଁ କହିବେନି, ହୁଁ କହିଲେ ନା ଆସୁ, କିଏ ତାଙ୍କୁ ଖୋସାଦ କରୁଛି, ହୁଁ ହୁଁ ଯେ ନ ଆସୁ, ଆମେ ଏଉଠୁ କ୍ୟାଣ୍ଡିଡେଟ୍ ଦେବା। ହୁଁ କରିକରି ରାମକୃଷ୍ଣ ପଟ୍ଟନାୟକ, ହୁଁ ଆସ୍କାରେ ହରିହର ଦାସ ଯେ ଥିଲେ କମ୍ୟୁନିଷ୍ଟ ନେତା, ହୁଁ ତାଙ୍କର ପୁଅ ହୁଁ ଏଠି ନାଲ୍କୋରେ ଆଡ଼ିସନାଲ୍ ଚିଫ୍ ଇଞ୍ଜିନିୟର ଥିଲେ। ହୁଁ ତାଙ୍କୁ ସାଙ୍ଗେ ସାଙ୍ଗେ ଟେଲିଫୋନ୍ କରି ଡକେଇଲେ, ପାର୍ଟି ଅଫିସରେ ଆସିଲେ, ହୁଁ ରିଜାଇନ୍ କଲେ, ହୁଁ ଜନତା ଦଳ ମେମ୍ବର ହେଲେ, ହୁଁ ତାଙ୍କୁ କ୍ୟାଣ୍ଡିଡେଟ୍ କରିବା ଫାଇନାଲ୍ ହେଲା। ହୁଁ ଏବଂ ତାଙ୍କ ରେଜିଗ୍ନେସନ୍ଟାକୁ ଫ୍ୟାକ୍ସ କରିକି ଶ୍ରୀକାନ୍ତ ଦିଲ୍ଲୀ ତାଙ୍କୁ ଦେଇ ପଠାଇଲେ। ହୁଁ ମୁଁ ଆଉ କିଛି କହିପାରୁନଥିଲି, ମୁଁ ଆସିଲି। ହୁଁ ସନ୍ଧ୍ୟାବେଳକୁ ଶ୍ରୀକାନ୍ତ ମୋତେ ଟେଲିଫୋନ୍ କଲେ, କହିଲେ ଦାମ ଭାଇ, ସିଏ ଆଡ଼ିସନାଲ୍ ଚିଫ୍ ଇଞ୍ଜିନିୟର ରେଜିଗ୍ନେସନ୍ଟା ପଠାଇଛ, ମୁଁ କାଲି ତାକୁ ନେଇକରି ଆପ୍ରୁଭ୍ କରାଇବି। କିନ୍ତୁ ଏଠୁ ମୁଁ ବୁଝୁଥିଲି ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ପବ୍ଲିକ୍ ଅଣ୍ଡରଟେକିଂରେ ରେଜିଗ୍ନେସନ୍ ଇଜ୍ ସଫିସିଏଣ୍ଟ, ହୁଁ ଆକ୍ସେପ୍ଟ କଲେ ନ କଲେ ଯାଏସ ନାହିଁ। ଆଚ୍ଛା। ତଥାପି ମୁଁ କାଲି ଦେଖିବି। ହୁଁ ମୁଁ କହିଲି ହବା କହୁଛି ଦେଖ ଟିକେ। ହୁଁ ନା ଦାଦା ଭାଇ ଗୋଟେ କଥା ପଚାରିବି। ମୁଁ କହିଲି କ'ଣ? ହୁଁ ନା ବିଜୁବାବୁଙ୍କ ପରିବାରରୁ ଯଦି କେହି ନ ଯିବେ ହୁଁ ଆମେ କ'ଣ ଜନତା ଦଳ ଜିତିପାରିବ? ହୁଁ ଆଉ ଥରେ ଯଦି ଆସ୍କା ବାଇ ଇଲେକ୍ସନରେ ହାରିଗଲା ଜନତା ପାର୍ଟି କ୍ୟାଣ୍ଡିଡେଟ୍, ହୁଁ ଆମ ଦଳଟା ନିଶ୍ଚିତ ହେଇଯିବ। ଆଜ୍ଞା। ମୁଁ କହିଲି ମୋର ମଧ୍ୟ ମତ ସେଇଆ। ହୁଁ ମୁଁ କହିଲି ତୁ ଟିକେ କହୁନୁ। ନା ସେ ତ ମନା କରୁଛି, ତମେ ଟିକେ ଦିଲ୍ଲୀ ଆସ। ହୁଁ
ମୁଁ କାହାକୁ କିଛି ନ କହି ତା ପରଦିନ ଦିଲ୍ଲୀ ପଳେଇଲି ହୁଁ ହୁଁ ଆଇ.କେ. ଗୁଜରାଲ ଘରକୁ। ହୁଁ ହୁଁ ଆଇ.କେ. ଗୁଜରାଲ ପ୍ରଧାନମନ୍ତ୍ରୀ ଥାନ୍ତି। ହୁଁ ତାଙ୍କର ବିଜୁବାବୁଙ୍କ ପରିବାର ସହିତ ଘନିଷ୍ଠ ସମ୍ପର୍କ। ହୁଁ କାରଣ ଏଲ୍.କେ. ଆଡ଼ବାନୀ, ଆଇ.କେ. ଗୁଜରାଲ ଏବଂ ବିଜୁବାବୁଙ୍କ ଆଜ୍ଞା ଶ୍ୱଶୁର ହୁଁ ଲାହୋରରେ ଗୋଟେ ଗାଁରେ ଘର। ଆଚ୍ଛା ହିନ୍ଦୁସ୍ତାନ ପାକିସ୍ତାନ ପାର୍ଟିସନ୍ ହେଲା ପରେ ସେ ଦିଲ୍ଲୀ ଚାଲି ଯାଇଥିଲେ। ଓହୋ ଦିଲ୍ଲୀ ଘର ରହୁଥିଲେ। ତେଣୁ ଆଇ.କେ. ଗୁଜରାଲଙ୍କର ବିଜୁବାବୁଙ୍କ ପରିବାର ସହିତ ବିଶେଷ କରି ଜ୍ଞାନ ପଟ୍ଟନାୟକ ସହିତ ହୁଁ ଅତି ନିବିଡ଼ ସମ୍ପର୍କ। ଆଜ୍ଞା ତେଣୁ ଆଇ.କେ. ଗୁଜରାଲ ଯାଇକି ଅନୁରୋଧ କଲୁ, ତାଙ୍କୁ କାନ୍ଦିକିରି କହିଲୁ। ହୁଁ ସିଏ କହିଲେ ବ୍ୟସ୍ତ ହୁଅନ୍ତୁନି, ମୁଁ ବୁଝେଇକିରି କହୁଛି, ହୁଁ ମୁଁ ବୁଝେଇବି ତାଙ୍କୁ। ସିଏ ବୁଝେଇଲି କି ଯାହା ହେଲେ 8 ଦିନ ପରେ ମାନେ ଖବର ଆସିଲା। ଗୁଜରାଲ କହିବା ପରେ ନବୀନ ବାବୁ ଜଏନ୍ କଲେ। ଗୁଜରାଲ ବୁଝେଇବା ପରେ ନବୀନ ପଟ୍ଟନାୟକ ରାଜନୀତିକୁ ଆସିବା ପାଇଁ କହିଲେ। ହଁ, ଆମେ ଖବର ପାଇଲୁ ହୁଁ ଯେ 8 ଦିନ ପରେ ଖବର ଆସିଲା ହୁଁ ଯେ ପ୍ରେମ ପଟ୍ଟନାୟକ କହିଲେ ମୋର ବ୍ୟବସାୟ ଅଛି, ମୁଁ ଯାଇବିନି, ହୁଁ ନବୀନ ତ ବୁଲୁଛି ସେଇ ଯାଉ। ହୁଁ ନବୀନ ପଟ୍ଟନାୟକ ଆସିଲେ, ଆସିବା ତ ରାଜି ହେଲେ। ତାଙ୍କୁ ଶ୍ରୀକାନ୍ତ ଜାନା ଦିଲ୍ଲୀ ମହାପତ୍ର ନେଇକି ଆସିଲେ। ହୁଁ ବ୍ରହ୍ମପୁରରେ ନମିନେସନ୍ ଫାଇଲ୍ ହେଲା। ହୁଁ ଆସ୍କାରେ ଆସ୍କା ପାଇଁ ବାଇ ଇଲେକ୍ସନ୍ ହେଲା ଆଜ୍ଞା ବିଜୁବାବୁଙ୍କ ଜାଗାରେ। ହୁଁ ନମିନେସନ୍ ବ୍ରହ୍ମପୁର ହେବ। ହୁଁ କିନ୍ତୁ ଆମର 3 ଜଣ ପ୍ରମୁଖ ନେତା ହୁଁ ନମିନେସନ୍ ଫାଇଲ୍ କରିବାକୁ ଗଲେନି, ଆଚ୍ଛା ବୁଝିଲ। ତେଣୁ ଦିଲ୍ଲୀପ ରାୟ, ନଳିନୀ ମହାନ୍ତି, ହୁଁ ମୁଁ, ହୁଁ ଶ୍ରୀକାନ୍ତ ଜାନା ହୁଁ ଗୋଟେ ଗାଡ଼ିରେ ଗଲୁ। ତାଙ୍କ ନମିନେସନ୍ ଫାଇଲ୍ ହେଲା। ହୁଁ ତାପରେ ଇଲେକ୍ସନ୍ ଲଢ଼ିଲେ। ହୁଁ ଇଲେକ୍ସନ୍ରେ ଭଲ ଭୋଟ୍ରେ ଜିତିଲେ ଜନତା ଦଳର। ହୁଁ ଜିତିକି ପାର୍ଲିଆମେଣ୍ଟକୁ ଗଲେ। ହୁଁ ତାପରେ ଆପଣ ଦଳ ଗଠନ ହେଲା, ଆପଣ କାହିଁ ଜଏନ୍ କଲେନି? ମୁଁ ଦଳ କହୁଛି ଗଠନ ହେଲା। ହୁଁ ମୁଁ କହୁଛି ସେ ଦିଲ୍ଲୀ ଗଲେ। ଦିଲ୍ଲୀ ଗଲା ପରେ ନଭେମ୍ବର 26 ତାରିଖରେ ହୁଁ ଆମକୁ କାହାକୁ ନ ଜଣେଇ ହୁଁ ଅଶୋକ ଦାସ ପ୍ରେସିଡେଣ୍ଟ ଏବଂ ଭାଇସ୍ ପ୍ରେସିଡେଣ୍ଟ ଆମକୁ ନ କହି ହୁଁ ସେଇ ଦିଲ୍ଲୀରେ ଡିକ୍ଲାର କରିଦେଲେ ବିଜୁ ଜନତା ଦଳ। ଆଚ୍ଛା ଆମର 46 ଜଣ ଏମ୍ଏଲ୍ଏ ଥିଲେ। ହୁଁ 46 ଜଣ ଏମ୍ଏଲ୍ଏରୁ 29 ଜଣ ଏମ୍ଏଲ୍ଏକୁ ନେଇକରି ବିଜୁ ଜନତା ଦଳ ଗଠନ କଲେ। ହୁଁ 17 ଜଣ ଏମ୍ଏଲ୍ଏକୁ ଡାକିଲେ ନାହିଁ। ତେଣୁ ଅଶୋକ ଦାସ କହିଲେ, ସଭାପତି ହୁଁ ମୋତେ କହିଲେ, ରେ ରାମ, ସେ ନବୀନ ପଟ୍ଟନାୟକ ଯଦି ବିଜୁ ଜନତା ଦଳ କରିବାର ଥିଲା ହୁଁ ମୋତେ କହିଥିଲେ ମୁଁ ପାର୍ଟିର କନଭେନସନ୍ଟା ଡାକି ଦେଇଥାନ୍ତେ, ହୁଁ ଆମେ ଜନତା ଦଳର ବିଜୁ ଜନତା ଦଳ କରିଥାନ୍ତେ। ହୁଁ ସେ ଯଦି ଆମକୁ ନ ଡାକି 17 ଜଣଙ୍କୁ ଛାଡ଼ିକିରି ସିଏ କହେ ତାର ସେ ବିଜୁ ଜନତା ଦଳ, ଆମର ଜନତା ଦଳ ରହିବ। ହୁଁ ଜନତା ଦଳ ରଖିଲୁ। ଜନତା ଦଳ ସେକୁଲାର ହେଲା। ନାଇଁ, ଜନତା ଦଳରେ ଆମେ ରହିଲୁ। ଆଚ୍ଛା ରହିକରି ପାର୍ଲିଆମେଣ୍ଟ ଇଲେକ୍ସନ୍ ଆସିଲା 98ରେ। ହୁଁ କମ୍ୟୁନିଷ୍ଟ ପାର୍ଟି ସହିତ ଆଡଜଷ୍ଟମେଣ୍ଟ କରିକିରି ହୁଁ ଆମେ 21ଟା କ୍ୟାଣ୍ଡିଡେଟ୍ ଜନତା ଦଳ ତରଫରୁ ଦେଲୁ। ହୁଁ ଗୋଟିଏ କମ୍ୟୁନିଷ୍ଟ ପାର୍ଟିକି ଛାଡ଼ିଲୁ। ଆଚ୍ଛା ନବୀନ ପଟ୍ଟନାୟକ ତାଙ୍କ ଶଙ୍ଖ ଚିହ୍ନ ସବୁଆଡ଼େ ଦେଲେ। ହୁଁ ଭୋଟ୍ ସରିଲା ବେଳକୁ ଦେଖାଗଲା ଜନତା ଦଳରୁ ଆମେ ଯେଉଁ 21ଟା କ୍ୟାଣ୍ଡିଡେଟ୍ ଦେଇଥିଲୁ ହୁଁ ସମସ୍ତେ ଅମାନତ ରହିଛନ୍ତି। ଆଚ୍ଛା ହଁ ହଁ ସମସ୍ତେ ଶଙ୍ଖ ଚିହ୍ନରେ ଜିତିଛନ୍ତି। ହୁଁ ଏ ଅବସ୍ଥାରେ ଆମେ ଥିଲୁ। ତେବେ ଥିବା ଭିତରେ ସେ ଯେଉଁ ବିଜୁ ଜନତା ଦଳ କରିଥିଲେ, ହୁଁ ବିଜୟ ମହାପାତ୍ର ତାଙ୍କର ଗୋଟେ ପଲିଟିକାଲ ଆଫେୟାର୍ସ କମିଟିର ଚେୟାରମ୍ୟାନ୍ ଥିଲେ। ହୁଁ ହୁଁ ତାଙ୍କ ଭିତରେ ଦ୍ୱନ୍ଦ୍ୱ ଆରମ୍ଭ ହେଇଗଲା। ହୁଁ ଦ୍ୱନ୍ଦ୍ୱ ଯେମିତି ଆରମ୍ଭ ହେଲା, କ'ଣ ତାଙ୍କ ଭିତରେ କଲିକୁଚି ଯାଇକି ହେଲା ଆମେ ତ ଜାଣିନଥାଉ। ହୁଁ ମୁଁ ଶହୀଦନଗର ମୋର ଗୋଟେ ଆଉଟ୍ ହାଉସ୍ ଥାଏ, ମୁଁ ସେଇଠି ରହିଥାଏ, ହାରିକି ରହିଥାଏ। ହୁଁ ସେଠି ହଠାତ୍ ଦିନେ ସକାଳ 9ଟା 9:30 ହେବ, ହୁଁ ନବୀନ ପଟ୍ଟନାୟକ, ରାମକୃଷ୍ଣ ପଟ୍ଟନାୟକ, ଏଇ ସିଂହଦେବ ହୁଁ 3 ଜଣ ଯାଇ ପହଞ୍ଚିଲେ ଆଚ୍ଛା ଆପଣଙ୍କ ଘରକୁ? ମୋ ଘରେ, ଆଚ୍ଛା ଶହୀଦନଗରରେ। ହଁ ହଁ ଆଉ ନବୀନ ପଟ୍ଟନାୟକ ମୋତେ କୁଣ୍ଡେଇକି ଧରି କହିଲେ, ରାମବାବୁ, ହୁଁ ହିନ୍ଦୀରେ କହିଲେ, ହୁଁ ଆପଣ ତ ବିଜୁ ପରିବାରର ଲୋକ, ହୁଁ ବିଜୁ ପଟ୍ଟନାୟକର ଲୋକ, ବିଜୁ ହୁଁ ପରିବାର ସାମିଲ ହୁଅନ୍ତୁ, ଆଜ୍ଞା ଆସନ୍ତୁ। ଆଜ୍ଞା ମୁଁ କହିଲି, ମୁଁ ତ ଯାଇଥାନ୍ତି, ଆପଣ କାହିଁ ଆସିଲେ? ହୁଁ ରାମକୃଷ୍ଣ ପଚାରିଲେ, ତମେ ଆମ ପାଇଁ ଯାଇଥାନ୍ତ? ମୁଁ କହିଲେ, କ'ଣ କରିଥାନ୍ତି? ହୁଁ ମୁଁ ତ କନଷ୍ଟିଚ୍ୟୁଏନ୍ସି ପଲିଟିକ୍ସ କରିବା କଥା। ହୁଁ ମୁଁ ତ ଭାରତବର୍ଷର ପ୍ରଧାନମନ୍ତ୍ରୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ଲୋକ ନୁହଁ। ହୁଁ ହୁଁ ତେଣୁ ରେଜଲ୍ଟ ତ ଏଇଆ ହେଲା। ହୁଁ ମୁଁ ଯଦି ବିଜୁ ଜନତା ଦଳକୁ ନ ଯିବି, ମୁଁ ତାକୁ ଏମ୍ଏଲ୍ଏ ହେଇପାରିବିନି। ହୁଁ ତେଣୁ ମୁଁ ଯାଇଥାନ୍ତି, ଆପଣ ଆସିଲେ କାହିଁକି? ହୁଁ ନବୀନ ସିଂହଦେବ କହିଲେ, ହୁଁ ନାଇଁ ରାମବାବୁ, କଥାଟା ତା ନୁହଁ। ବାଣ୍ଟୁ ଇଜ୍ ଟେଲିଂ, ବାଣ୍ଟୁ କିଏ? ବିଜୟ ମହାପାତ୍ର। ହୁଁ ଯେ ନବୀନ କ୍ୟାନଟ୍ ପୁଟ୍ ଇନ୍ କୋଷ୍ଟାଲ ଓଡ଼ିଶା ୱିଦାଉଟ୍ ହିଜ୍ ପରମିଶନ୍। ଆଚ୍ଛା ମୋତେ ଟିକେ ବାଧା ହେଲା ହଁ ହଁ ଯେ ଯାହାହେଲେ ମଧ୍ୟ ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକ ପୁଅ, ହୁଁ ବିଜୟ ମହାପାତ୍ର ଏତେ ବଡ଼ କଥା ତାଙ୍କୁ କହିବ। ହୁଁ ମୁଁ କହିଲି, ଠିକ୍ ଅଛି, ମୁଁ ଜଏନ୍ କରିବି। ହୁଁ ମୁଁ ଜଏନ୍ କରିବି, କିନ୍ତୁ ମୋର କଣ୍ଡିସନ୍, ମୁଁ ଆଗେ କୁଜଙ୍ଗରେ ଗୋଟେ ମିଟିଂ କରିବି, ଆପଣ ସେଠି ଯିବେ। ଏଇଟା କାହିଁକି? ମୁଁ କହିଲି, ଆମର ମଝିରେ ମହାନଦୀ, ସେପଟେ ପାଟକୁରା, ଏପଟେ କୁଜଙ୍ଗ। ହୁଁ ମୁଁ କୁଜଙ୍ଗରେ ମିଟିଂ କରିବି,
ପାଟକୁରାରୁ 10,000 ଲୋକ ସେ ମିଟିଂ ଆଣିବେ ହୁଁ। ବିଜୟ ମହାପାତ୍ର କେତେ କାଢୁଆ ମୁଁ ଦେଖିବି ଆଚ୍ଛା ଏବାର କହିଲି ହୁଁ କିନ୍ତୁ ହଁ କହିଲେ ତାପରେ ରାମକୃଷ୍ଣ ପଟ୍ଟନାୟକ ଟୁଇଷ୍ଟ କରିଦେଲେ କହିଲେ ନାଇଁ ଆଗେ ପୂଜଉନ ଆଗେ କଲେଜ ଛକରେ ମିଟିଂ କର ହୁଁ କଲି କଲେଜ ଛକ ମିଟିଂ ହେଲା ତାପରେ ସାଲେପୁର ତାପରେ ମାହାଙ୍ଗା ହୁଁ ତାପରେ କୁଜଙ୍ଗ ହୁଁ ତାପରେ ଭୋଗରାଇ ହୁଁ ତାପରେ ହେଲା ଉଦଳା ଆଜ୍ଞା ଏଇ 6-7ଟା ମିଟିଂ ମୁଁ ଅର୍ଗାନାଇଜ କଲି ହୁଁ ସବୁଠି ପ୍ରବଳ ଲୋକ ହେଲେ ହୁଁ ଏଠି ବୌଦ୍ଧରେ ଶେଷ ମିଟିଂ ସାରିକିରି ହୁଁ ନବୀନ ପଟ୍ଟନାୟକ ସାର୍ ହେଲିକପ୍ଟର ମୁଁ ଆସିଲି ହୁଁ ମୁଁ ତାଙ୍କୁ ସବୁ କହିଲି ମୁଁ କହିଲି ସାର୍ ହୁଁ ମୁଁ କେହି ନୁହଁ ହୁଁ ବିଜୟ ମହାପାତ୍ର କେହି ନୁହଁ ହୁଁ ଆପଣ ହେଉଛନ୍ତି ମୃଗନାଭି କସ୍ତୁରୀ ଆଚ୍ଛା ଆପଣ ଯେହେତୁ ବିଜୁ ବାବୁଙ୍କର ପୁଅ ହୁଁ ହୁଁ ସ୍ନେହ ଶ୍ରଦ୍ଧା ଗଦା ହେଇ ପଡୁଛି